ବର୍ଷର ଡିସେମ୍ବର ମାସ ଆଉ ଜାନୁଆରୀ ମାସ ଯେତେବେଳେ ପାଖି ଆସେ ସମସ୍ତେ ପିକନିକ୍ କରିବାକୁ ବାହାରି ପଡ଼ନ୍ତି। ଆଉ ପିକନିକ୍ କରିବା ପାଇଁ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଯାଇଥାଏ ଶିମିଳିପାଳ। କାରଣ ଆମ ଏ ଶିମିଳିପାଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠି ରହିଛି ମାଳ ମାଳ ୱାଟରଫଲ୍ ଆଉ ଅସଂଖ୍ୟ କୁଣ୍ଡ ଆଉ ବହିଯାଇଛି ତାରି ଦେହରୁ ଅନେକ ନଦୀ ଆଉ ଝରଣା। ସେଥିପାଇଁ ପିକନିକ୍ ସମୟ ପାଖି ଆସିଲେ କେହି ନଦୀ କୂଳରେ ପିକନିକ୍ କରିବାକୁ ପସନ୍ଦ କରେ ତ କିଏ ୱାଟରଫଲ୍ ବୁଲି ବୁଲି ସେଠି ବଣଭୋଜି କରିବାକୁ ପସନ୍ଦ କରେ। ଆଉ ବଣଭୋଜି ସରିଲା ପରେ ଏ ସ୍ୱାର୍ଥପର ମଣିଷ ଭୁଲି ଯାଇଥାଏ ମୋ ଶିମିଳିପାଳର ସୌନ୍ଦର୍ଯ୍ୟ କଥା। ସେଥିପାଇଁ ବଣଭୋଜି କରିବାକୁ ଆସି ଲୋକମାନେ ଛାଡ଼ି ଚାଲି ଯାଉଛନ୍ତି କୁଢ଼ କୁଢ଼ ଆବର୍ଜନା। ଆମ ଶିମିଳିପାଳ ଆଉ ଆଗ ପରି ଶିମିଳିପାଳ ନାହିଁ। ଏବେ ଗଛଠାରୁ ଅଧିକ ଏଠି ଖଲିଦୁନା ପଡ଼ିଛି। ଆଉ ବନ୍ୟ ପଶୁପକ୍ଷୀଙ୍କ ଠାରୁ ଅଧିକ ଏଠି ପ୍ଲାଷ୍ଟିକ୍ ଆଉ କାଚ ବୋତଲ ପଡ଼ିଛି। ଆମ ସ୍ୱାର୍ଥ ପାଇଁ ଆଉ ଆମ ଖୁସି ପାଇଁ କ'ଣ ଆମ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିବା କ'ଣ ଠିକ୍? ଯଦି ଠିକ୍ ନୁହେଁ ତାହେଲେ ଏପରି କରୁଛନ୍ତି କାହିଁକି? ହଁ, ପିକନିକ୍ କରିବା, ଭୋଜି ଭାତ ବି କରିବା, କେହି ମନା କରୁନାହାନ୍ତି। ତା ମାନେ ନୁହେଁ କି ଆମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆମେ ନିଜ ହାତରେ ନଷ୍ଟ କରିବା। କାରଣ ଏ ଆମ ଶିମିଳିପାଳ ଗୋଟେ ସାଧାରଣ ଜଙ୍ଗଲ ନୁହେଁ କି ସାଧାରଣ ପିକନିକ୍ ସ୍ପଟ୍ ନୁହେଁ। ଏହା ହେଉଛି ଆମ ଜାତୀୟ ଉଦ୍ୟାନ। ଏହା ଆମ ମୟୂରଭଞ୍ଜ ପାଇଁ ବି ଗର୍ବ ଆଉ ଆମ ଭାରତ ପାଇଁ ବି ଗର୍ବ। ଶିମିଳିପାଳକୁ ପିକନିକ୍ କରିବାକୁ ଆସିଲେ ଆମେ ଶାଳପତ୍ର ଖଲିଦୁନାକୁ ବ୍ୟବହାର କରିବା। ଆଉ ଯଦି କାଚ ବୋତଲ କି ପ୍ଲାଷ୍ଟିକ୍ ବୋତଲ ଆଣୁଛନ୍ତି ବ୍ୟବହାର କରିସାରିଲା ପରେ ଘରକୁ ସାଥିରେ ନେଇଯିବା। ତେଣୁକରି ଡେରି କାହିଁକି? ଆସନ୍ତୁ ସମସ୍ତେ ମିଳିମିଶି ଆଜି ଶପଥ ନେବା ଆଉ ଆମ ଶିମିଳିପାଳକୁ ଆମେ ରକ୍ଷା କରିବା। ଶିମିଳିପାଳକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ସହିତ ଆବର୍ଜନା ମୁକ୍ତ କରିବା। ହଁ, ଶିମିଳିପାଳ ରହିଲେ ଆମେ ରହିବା।